ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଦ ଊନବିଂଶ ଅଧ୍ୟାୟ। ମୈତ୍ରେୟ ଉବାଚ। ଏମନ୍ତେ ପୃଥୁରାଜା ବୋଲେ ସୁତ ମା ଗଧ ଏକ ତୁଲେ ଭବିଷ୍ୟ କଲେ ଯେତେ ସ୍ତୁତି ଶୁଣି ସାନନ୍ଦ ନରପତି ଆତ୍ମାର ଗୁଣ କର୍ମ ଶୁଣି ସନ୍ତୋଷ ମନେ ସୁପମଣି ବାଞ୍ଛିତ ସର୍ବସୁଖ ଦେଲା ଅନେକ ମତେ ମାନ୍ୟ କଲା ବ୍ରାହ୍ମଣ ଆଦି ଚାରି ବନେ ଆମତ୍ୟ ପୁରୋହିତ ଜନେ ସକଳ ଜନପଦ ଆଣି ସନ୍ତୋଷ କଲା ନୃପମଣି। ବିଦୁର ଉବାଚ। କେମନ୍ତେ ଗାଭୀ ରୂପ ଧରି କ୍ଷୀର ସ୍ରବିଲା ବସୁନ୍ଧରୀ ସ୍ୱଭାବେ ସେ ବହୁ ରୂପିଣୀ କେବା ମହିମା ତାର ଜାଣି ସ୍ୱଭାବେ ସେ ଅନନ୍ତ ରୂପୀ ଜଗତ ଅଛି ଦେହ ବ୍ୟାପୀ ତାହାଙ୍କୁ କେମନ୍ତେ ଦୁହିଁଲା ଦୋହନେ କେ ବତ୍ସା ହୋଇଲା ସ୍ୱଭାବେ ଶରୀର ବିଷମ କେବା କାହାକୁ କଲା ସମ କିମର୍ଥେ ଅସମଧ୍ୟ କଲା କେମନ୍ତେ ବ୍ରହ୍ମ ଶାପ ଦେଲା ସନକ ନାରଦର ମେଳେ ବ୍ରହ୍ମ ସମାଧି କେତେ କାଳେ ପଶିଲା ନିଜ ତେଜ ବହି ବ୍ରହ୍ମାର ତନୁ ଜ୍ଞାନ ପାଇ କିମର୍ଥେ ପ୍ରଭୁ ନର ହରି ଜଗତେ ପୃଥୁ ରୂପ ଧରି ସୁପୁଣ୍ୟ କଥା ବିଚାରିଲେ ଯେ ଯଶ ଜଗତେ ରଖିଲେ ସେ କଥା କହ ମୁନି ମତେ ମୁଁ ତୋର ସେବକ ଉଚିତେ ବିଷ୍ଣୁର କଥା ପୁଣ୍ୟ ସାର ଯା ଶୁଣି ତୋର ଏଇ ସଂସାର ତେମନ୍ତ ପୃଥୁ ରୂପ ଧରି ଦୋହନ କଲେ ବସୁନ୍ଧରୀ। ସୁତ ଉବାଚ। ଏମନ୍ତେ ବିଦୁର ବଚନେ ମୈତ୍ରେୟ ମୁନି ତୋଷ ମନେ ପ୍ରଶଂସୀ ବିଦୁର ବଚନ କହେ ପରାଶର ନନ୍ଦନ। ମୈତ୍ରେୟ ଉବାଚ। ଶୁଣ ବିଦୁର ତୋଷ ମନେ ପୃଥୁକୁ ମିଳି ବିପ୍ରଜନେ ଜନପର ଯାଏ କମେଳେ ଆସନ ଅଭିଷେକ କଲେ ସକଳେ ମିଳି ଏକ ଦିନେ କହିଲେ ପୃଥୁ ସନ୍ନିଧାନେ କହନ୍ତି ଶିରେ କର ଦେଇ କ୍ଷୁଧାର୍ଥେ କମ୍ପେ ଆମ୍ବ ଦେଇ କ୍ଷୁଧା ଅନଳେ ଦେହ ମନ କହିଲେ ପୃଥୁ ସନ୍ନିଧାନ ଏଥକୁ କର ତୁ କାରଣ ତୋପାଦେ ପଶିଲୁ ଶରଣ କ୍ଷୁଧା ନ ସହେ ଆମ୍ବ ଦେହ ଭୋନାଥ ଅନ୍ନଦାନ ଦିଅ କ୍ଷୁଧା କରଇ ଆମ୍ବ ପ୍ରାଣ ଭୋନାଥ କର ପରିତ୍ରାଣ। ମୈତ୍ରେୟ ଉବାଚ। ଏମନ୍ତେ ପ୍ରଜାଙ୍କ ରୋଦନ ଶୁଣି ଉଚ୍ଛନ୍ନ ପୃଥୁ ମନ କହଇ ଧ୍ୟାନ କେ ହରିଲା ତୁମ୍ଭକୁ ଏତେ ଦୁଃଖ ଦେଲା ଶୁଣି କହନ୍ତି ପ୍ରଜାଜନେ ଶୁଣ ରାଜନ ସ୍ଥିର ମନେ ତୋ ପିତା ଅରାଜକ କାଳେ ଭୂମି ଗୋରୁ ରୂପେ ବଳେ ରାତ୍ର ସକଳ ଶସ୍ୟ ଖାଇ ଦିବସେ ସମୁଦ୍ରେ ଲୁଚଇ ଆମ୍ବର ଶସ୍ୟ ଖାଇ ବଳେ ଭଖିଲା କ୍ଷୁଧାର ନଳେ ତାହାଙ୍କୁ କେବେ ହେ ନ ଦେଖି ଆମ୍ଭେ ହୋଇଲୁ ଏଣେ ଦୁଃଖୀ ଏମନ୍ତ ପ୍ରଜାବାକ୍ୟ ଶୁଣି ପୃଥୁ ବିଚାରେ ମନେ ଗୁଣି ଭୂମିକୁ ମନ ଧ୍ୟାନ କରି ନିଜକୁ ଦଣ୍ଡ કરે ଧରି ବାଣ ନିବେଶୀ ତୀକ୍ଷ୍ଣ ମୁନେ ତ୍ରିପୁର ବାଦେ ରୁଦ୍ର ଜେନେ ଧରଣୀ ପୃଥୁ ତେଜ ଦେଖି ଧାଇଁଲା ସମୁଦ୍ର ଉପେକ୍ଷୀ ଭଏ ଚାହିଁଲା ଦଶ ଦିଶେ ମୃଗୁ ଜେସନ ସିଂହ ତ୍ରାସେ ପୃଥୁ ଧାଇଁ କୋପ ମନେ ରୋଷିତ ଅରୁଣ ଲୋଚନେ ସରସନ୍ଧାନ ଧନୁ କରେ ଭୂମି କମ୍ପଇ ପାଦବରେ ଯେଣେ ପଳାଏ ବସୁନ୍ଧରୀ ପୃଥୁ ଧାମଇ କୋପ କରି ଦିଗ ବିଦଗ ଭୂମି ଶୂନ୍ୟ ରାଜା ଯେ ମିଳିଲେ ଗଗନେ ପୃଷ୍ଠେ ଚାହାନ୍ତେ ପୃଥୁ ଦେଖି କେବା ବନି ପ୍ରାଣ ରଖି ଦେବୀର ଦେହ ତ୍ରାସ ଭଲେ ପ୍ରାଣୀ ଯେସନ ମୃତ ଭାବେ ଚଳି ନ ପାରି ଦୁଃଖ ମନେ ମିଳିଲା ପୃଥୁ ସନ୍ନିଧାନେ ଭୟ କମ୍ପଇ ବସୁନ୍ଧରୀ ପୃଥୁ ଚରଣେ ମାନ୍ୟ କରି କହଇ ମଧୁର ବଚନ ଈଷତ ବିକଳ ବଦନ ଧରଣୁ ବାଚ। ତୁ ମହାବିଶ୍ୱ ବ୍ରହ୍ମ ବେତା ଭୂତ ଭବିଷ୍ୟ ଜ୍ଞାନ କାଳ ଜ୍ଞାତା ପ୍ରାଣୀ ରକ୍ଷଣେ ଜନ୍ମ ତୋର ତୁ ନାଥ ଶରଣ ସୋଦର କିମ୍ପା ଜିଜ୍ଞାସ ମତେ କର ଅପରାଧୀ ନୁହଁଇ ତୁମ୍ଭର ସ୍ତ୍ରୀ ଗୋବଧ ମୋର ହେଲେ କେମନ୍ତେ ସମ୍ପାଦିବୁ ବୋଲେ ଏକ ମରଣେ ବେନି ଦୋଷ ସଂସାରେ ହେବେ ଅପଯଶ ସ୍ତ୍ରୀଲିଙ୍ଗ ଅପଚୟ କଲେ ପଣ୍ଡିତେ ନିନ୍ଦିବେଟି ଭଲେ ତୁ ନାଥ କରୁଣା ସାଗର ଦୁଃଖୀ ଦରିଦ୍ରଙ୍କ ସୋଦର ଦଦରା ନାବ ପ୍ରାୟ ମୁଇଁ ଏଭାରା ସହି ନ ପାରଇ ମୋହର ମଲେ ଜଗତେ ଏଭାରା ରଖିବୁ କେମନ୍ତେ। ପୃଥୁ ବାଚ। ଶୁଣ ଧରଣୀ ମୋ ଉତ୍ତର ତୁମଲେ ଡର ନାହିଁ ମୋର ମୋହର ଆଜ୍ଞା ଭାଙ୍ଗୁ ତୁହି ତୋର ମରଣ ଦୋଷ ନାହିଁ
ତାତ ମରଣ ରାଜକେ ସକଳ ଶସ୍ୟ ଭୁଞ୍ଜି ସୁଖେ ଖାଇଲୁ ଗୁରୁ ରୂପେ ତୁହି ସଂସାରେ ଶସ୍ୟ ବୀଜ ନାହିଁ। ଅନ୍ନ ନଥିଲେ ପ୍ରଜାଜନ କେମନ୍ତେ ରଖିବେ ଜୀବନ। ପ୍ରଜା ନଥିଲେ ରାଜା କାହିଁ ଏଘେନି ମୁଁ ତତେ ମାରଇ। ଦୁଷ୍ଟ ମାରଣେ ରାଜ ଧର୍ମ ଏତ ସ୍ୱଭାବେ ରାଜକର୍ମ। ମୁଁ ଯେବେ ନ ମାରିବି ତତେ ପ୍ରଜାଏ ବଞ୍ଚିବେ କେମନ୍ତେ। ବିଧାତା ସୃଷ୍ଟି କଲା ଯେତେ ଅନ୍ନ ଜୀବନ ରକ୍ଷା ଅର୍ଥେ। ତୁ ମନ୍ଦ ବୁଦ୍ଧି ଦୁରାଶୟ ମାୟା ଭି ଆଣେ ବହୁ ଦେହ। ଏ ପ୍ରଜା ଆନନ୍ଦେ କେମନ୍ତେ ବଞ୍ଚିବେ ଅନ୍ନ ପ୍ରାପତେ। ନାରୀ ପୁରୁଷ ନପୁଂସକେ ପୀଡ଼ିତ ହୁଅନ୍ତି ଯେ ବା ଲୋକେ। ତାହାଙ୍କୁ ରାଜା ନ ଦଣ୍ଡିଲେ ସେ କି ସଂସାରେ ଥିବ ଭଲେ। ତାଙ୍କ ମାରଣେ ଦୋଷ ନାହିଁ ସଂସାରେ ଧର୍ମ କଥା ଏହି। ତୁ ମାୟାର ଗୋରୁ ରୂପ ହୋଇ ସକଳ ଶସ୍ୟ ଜୀବ ଖାଇ। ଅବଜ୍ଞା କଲୁ ଯେବେ ମୋତେ ନିଶ୍ଚେ ଦଣ୍ଡିବି ଆଜି ତୋତେ। ତୋର ଶରୀର ତୀକ୍ଷ୍ଣ ବାଣେ କାଟିବି ମୁଁ ତିଳ ପ୍ରମାଣେ। ବାଣେ ତୋହର ପ୍ରାଣ ହରି ମୁଁ ଏବେ ମାୟା ଯୋଗ କରି। ବିସ୍ତାରି ମୋହର ଶରୀର ଏ ପ୍ରଜା ରଖିବି ନିର୍ଭରେ। ଏମନ୍ତ କହି ହେଲେ କୋପ ପୃଥ୍ୱୀକୁ ଦିଶିଲା ସ୍ୱରୂପ। ଏମନ୍ତ ପୃଥୁରୁ ଚାହିଁ ଭୟ କମ୍ପଇ ତାର ଦେଇ। ପୃଥୁ ଚରଣେ ଶିର ଦେଇ କହଇ ଅଶ୍ରୁମୁଖ ହୋଇ। ପୃଥିବୀବାଚ ନମସ୍ତେ ପରମ ପୁରୁଷ ଗୁଣ ପ୍ରକାଶେ ତୋର ଦୃଶ୍ୟ। ନିଜ ମାୟାରେ କ୍ଷଣ ହୋଇ ସଂସାରେ ହିତେ ବହୁ ଦେଇ। ସ୍ୱରୂପା ନଭେ ନବବୃତ୍ତି ଦ୍ରବ୍ୟକରଣ କ୍ରିୟା ରତି। ସକଳ କରୁ ମାୟା ବସେ ଭୂମି ଯେସନ ଜଳ ଗ୍ରାସେ। ସର୍ଜି ପାଳିନ करे अंत जे स्वयं प्रकाशे जगत। से मते मारिबार सदे धामई औद्धुत आयुधे। केबा रक्षक अछि मोर तू नाथ न करू विचार। तू निज माया तर्क बळे जंतुକୁ सर्जु जोग बेळे। तू नाथ धार्मिकଙ୍କ गुरु କିମ୍ପା ନ ବୁଝୁ ମୋତେ ମାରୁ। ଅନ୍ନ ନ ପାଇ ପ୍ରଜା ଯେବେ ତୋତେ କହିଲେ ଅନୁଭବେ। ତୁ ନାଥ ଜଗତ ଈଶ୍ୱର ଏ ତୋତେ ନୁହେଁ ଅଗୋଚର। ତୁ ଆଦି ପଦ୍ମକଳ୍ପ ଅନ୍ତେ ଶୂକର ରୂପେ ତୋଳି ଦନ୍ତେ। ମୋତେ ସ୍ଥାପିଲୁ ଜନହିତେ ପୁଣି ସଂହାରିଲୁ କେମନ୍ତେ। କହିଲି ଏବେ ତୋର ଇଚ୍ଛା ଯେମନ୍ତେ କର ତୋର ବାଞ୍ଛା। ତୁ ନାଥ ଜଗତ ଈଶ୍ୱର ଏ ତୋତେ ନୁହେଁ ଅଗୋଚର। କହଇ ବିପ୍ର ଜଗନ୍ନାଥ ସୁଜନ ହିତେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 चतुर्थ स्कंदे राज पृथ्वी संपादने नाम 19 श्रीमद्भागवत चतुर्थ स्कंद।